ଆପଣଙ୍କ ଘରେ ଅଶାନ୍ତି ଲାଗି ରହିଛି କି? ଚିନ୍ତା କରିବାର କୌଣସି ବି ଆବଶ୍ୟକତା ନାହିଁ। କ'ଣ ପାଇଁ ଆପଣଙ୍କ ଘରେ ସଦାସର୍ବଦା ଅଶାନ୍ତି ଲାଗି ରହୁଛି ଜାଣିବା ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ। ଘରେ ଅଶାନ୍ତି ଆଣିଥାଏ ନଟରାଜ ମୂର୍ତ୍ତି। ଜାଣନ୍ତୁ ଭଗବାନଙ୍କ କେଉଁ ମୂର୍ତ୍ତି ଘରେ ରଖିବା ଅନୁଚିତ ହୋଇଥାଏ। ସାଙ୍ଗମାନେ, ଆମେ କ'ଣ କରିଥାଉ ନା ଭଗବାନଙ୍କର ମୂର୍ତ୍ତି ଆଣି ଘରେ ରଖିଥାଉ, ଆଉ ଆମେ ଜାଣିନଥାଉ କେଉଁ ମୂର୍ତ୍ତି ଆମ ପାଇଁ ଭଲ, କେଉଁ ମୂର୍ତ୍ତି ଆମ ଘର ପାଇଁ ଖରାପ ମଧ୍ୟ ହୋଇଥାଏ। ତ ଆମେ ଜାଣିବା ଆଜିର ଏହି ଭିଡ଼ିଓ ମାଧ୍ୟମରେ। ସାଙ୍ଗମାନେ, ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ତ୍ୱ ରହିଥାଏ। ଅଧିକାଂଶ ଲୋକ ଘରେ ଅନେକ ଦେବାଦେବୀଙ୍କ ମୂର୍ତ୍ତି ପୂଜା କରିଥାନ୍ତି, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ମୂର୍ତ୍ତି କିମ୍ବା ଭଗବାନଙ୍କର ପ୍ରତିମୂର୍ତ୍ତି ଘରେ ରଖିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଘରେ ପୂଜା କରୁଥିବା ସ୍ଥାନରେ ଅଲଗା ଅଲଗା ଦେବାଦେବୀଙ୍କ ମୂର୍ତ୍ତି ରଖାଯାଇଥାଏ। ସବୁବେଳେ ଲୋକ ନିଜ ଦିନର ଆରମ୍ଭ ପୂଜାପାଠରୁ କରନ୍ତି। ଭୁଲ ଭାବେ ମୂର୍ତ୍ତି ପୂଜା କରିବା ଦ୍ୱାରା ଘରେ କଳହ ବଢ଼ିଥାଏ। ବାସ୍ତୁ ଅନୁସାରେ ଘରର ଈଶାନ କୋଣରେ ପୂଜା ସ୍ଥାନ କରିବା ଶୁଭ ହୋଇଥାଏ। ଈଶାନ କୋଣ ମାନେ ହେଉଛି ଘରର ଉତ୍ତର ଏବଂ ପୂର୍ବ ଦିଗକୁ ଈଶାନ କୋଣ କୁହାଯାଇଥାଏ। ତ ଆପଣମାନେ ଏହି ଦିଗରେ ହିଁ ଆପଣଙ୍କର ଠାକୁର ଘରଟି କରନ୍ତୁ। ଏହା ସହିତ ଘରେ ଭାଙ୍ଗି ଯାଇଥିବା ମୂର୍ତ୍ତିକୁ ରଖିଲେ ବାସ୍ତୁଦୋଷ ରହିଥାଏ। ସାଙ୍ଗମାନେ, ଯଦି ଆପଣଙ୍କ ଘରେ କୌଣସି ବି ଭଙ୍ଗା ମୂର୍ତ୍ତି ଅଛି ତାହେଲେ ଆପଣମାନେ ସାବଧାନ ହୋଇଯାଆନ୍ତୁ। ଭଙ୍ଗା ମୂର୍ତ୍ତି ଆପଣଙ୍କ ଘରେ କେବେ ବି ହେଲେ ରଖନ୍ତୁ ନାହିଁ। ଆପଣମାନେ ଯଦି ଚାହୁଁଛନ୍ତି ତାହେଲେ ସେହି ମୂର୍ତ୍ତିଟିକୁ ବିସର୍ଜନ କରିଦିଅନ୍ତୁ ନଦୀରେ। ଆପଣ ନୂଆ ମୂର୍ତ୍ତି ଆଣି ପୂଜା କରିପାରିବେ, କିନ୍ତୁ ଭଙ୍ଗା ମୂର୍ତ୍ତି କେବେ ବି ହେଲେ ଘରେ ରଖନ୍ତୁ ନାହିଁ। ନଟରାଜ ଭଗବାନ ଶିବଙ୍କ ରୁଦ୍ର ରୂପ। ଯେତେବେଳେ ଭଗବାନ ଶିବ ବହୁତ କ୍ରୋଧିତ ହୋଇଥିଲେ ସେତେବେଳେ ହିଁ ନଟରାଜ ରୂପ ଧାରଣ କରିଥିଲେ। ଯଦି ଆପଣ ଶିବଙ୍କ ନଟରାଜ ରୂପ ଘରେ ସ୍ଥାପିତ କରନ୍ତି ତେବେ ଆପଣଙ୍କ ଘର ପରିବାରରେ ଅଶାନ୍ତି ଲାଗି ରହିଥାଏ। ସାଙ୍ଗମାନେ, ଆପଣଙ୍କ ଘରେ ଯଦି ପ୍ରଭୁ ଶିବ ଶଙ୍କରଙ୍କର ନଟରାଜ ମୂର୍ତ୍ତି ଅଛି ତାହେଲେ ଆଜି ହିଁ ଘରୁ କାଢ଼ି ଦିଅନ୍ତୁ, ନହେଲେ ଆପଣମାନେ ଅସୁବିଧାରେ ପଡ଼ିପାରନ୍ତି। ଆପଣଙ୍କ ଘରେ ସବୁବେଳେ କଳହ ସୃଷ୍ଟି ହୋଇପାରେ। କାରଣ ନଟରାଜ ରୂପ ଭଗବାନ କେତେବେଳେ ଗ୍ରହଣ କରିଥିଲେ? ଯେତେବେଳେ ସେ ରାଗି ଯାଇଥିଲେ ଅଧିକ, ଯେତେବେଳେ ତାଣ୍ଡବ କରନ୍ତି ସେତେବେଳେ ସେ ନଟରାଜ ରୂପ ଧାରଣ କରନ୍ତି। ଯଦି ଆପଣଙ୍କ ଘରେ ଆପଣ ନଟରାଜ ରୂପର ମୂର୍ତ୍ତିକୁ ରଖି ପୂଜା କରୁଛନ୍ତି ତାହେଲେ ଆପଣଙ୍କ ଘରେ ମଧ୍ୟ କଳହ ସୃଷ୍ଟି ହୋଇପାରେ। ତ ସେଥିପାଇଁ ଆପଣମାନେ ଦୟାକରି ପ୍ରଭୁ ଶିବ ଶଙ୍କରଙ୍କର ନଟରାଜ ରୂପକୁ ଆପଣଙ୍କର ମନ୍ଦିରରେ ରଖନ୍ତୁ, ନହେଲେ ଆପଣଙ୍କ ଘରେ କେବେ ବି ହେଲେ ରଖନ୍ତୁ ନାହିଁ। ଶନି ମହାରାଜ ସୂର୍ଯ୍ୟଙ୍କ ପୁତ୍ର। ଶନିଙ୍କ ପୂଜାରେ ଅନେକ ନୀତି ନିୟମ ପାଳନ କରିବାକୁ ପଡ଼ିଥାଏ। ସୂର୍ଯ୍ୟାସ୍ତ ହେବା ପରେ ହିଁ ଶନିଙ୍କ ପୂଜା କରାଯାଏ। ଶନିଙ୍କ ପୂଜା ସବୁବେଳେ ଘର ବାହାରେ ହେବା ଉଚିତ। ତେଣୁ ଘରେ କେବେ ବି ଶନିଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ନାହିଁ। ସାଙ୍ଗମାନେ, ଆପଣମାନଙ୍କୁ ଏହି କଥାଟି ଜାଣି ରଖିବା ନିହାତି ଆବଶ୍ୟକ। ଯଦି ଆପଣମାନେ ଶନିଙ୍କ ପୂଜା କରୁଛନ୍ତି ତାହେଲେ ସବୁବେଳେ ସୂର୍ଯ୍ୟାସ୍ତ ପରେ ଆପଣମାନେ ଶନିଙ୍କ ପୂଜା କରିପାରିବେ, ନହେଲେ ଆପଣମାନେ ଅସୁବିଧାରେ ପଡ଼ିପାରନ୍ତି। ଆଉ ଆପଣମାନେ ଜାଣିଥିବେ ଶନିଦେବ ହେଉଛନ୍ତି ବହୁତ ରାଗି। ଯଦି ଆପଣ ଶନିଦେବଙ୍କ ପୂଜାରେ କୌଣସି ବି ଭୁଲ କରୁଛନ୍ତି ତାହେଲେ ଆପଣମାନେ ଜାଣି ରଖନ୍ତୁ ଆପଣଙ୍କର ଜୀବନରେ ସବୁବେଳେ ଅଶାନ୍ତି ହିଁ ଲାଗି ରହିବ। ତ ସେଥିପାଇଁ ଶନିଦେବଙ୍କ ପୂଜାରେ କେବେ ବି ହେଲେ ଭୁଲ କରନ୍ତୁ ନାହିଁ। ସବୁବେଳେ ମନ ଧ୍ୟାନ ଦେଇକରି ପୂଜା କରନ୍ତୁ ଆଉ ସବୁବେଳେ ଖୁସିରେ ରୁହନ୍ତୁ। ଭୈରବ ଦେବ। ଭୈରବ ଦେବ ଭଗବାନ ଶିବଙ୍କ ରୂପ, କିନ୍ତୁ ଭୈରବ ଦେବ ତନ୍ତ୍ରମନ୍ତ୍ର ବିଦ୍ୟାରେ ମଧ୍ୟ ଦେବତା। ତେଣୁ ଭୈରବ ଦେବଙ୍କ ଉପାସନା କେବେ ବି ଘରେ କରିବା ଉଚିତ ନୁହେଁ। ସାଙ୍ଗମାନେ, ଯଦି ଆପଣମାନେ ଭୈରବ ଦେବଙ୍କ ଉପାସନା ଘରେ କରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ, ଆପଣମାନେ ଅସୁବିଧାରେ ପଡ଼ିପାରନ୍ତି। ତ ସେଥିପାଇଁ କେବେ ବି ହେଲେ ଭୈରବ ଦେବଙ୍କ ପୂଜା ଘରେ କରନ୍ତୁ ନାହିଁ, ଉପାସନା ଘରେ କରନ୍ତୁ ନାହିଁ। ରାହୁ ଓ କେତୁ। ଜ୍ୟୋତିଷରେ ରାହୁ ଏବଂ କେତୁ ପାପୀ ଗ୍ରହ ଭାବେ ଜଣାଯାଏ। ଜନ୍ମ କୁଣ୍ଡଳୀରେ ରାହୁ କେତୁ ସମ୍ବନ୍ଧିତ
ଦୋଷକୁ ଶାନ୍ତ କରିବା ପାଇଁ ଅନେକ ଉପାୟ ମଧ୍ୟ କୁହାଯାଇଛି, କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏମାନଙ୍କ ପ୍ରତିମା ଘରେ ଲଗାଇବା ଉଚିତ ନୁହେଁ। ସାଙ୍ଗମାନେ, ଦୟାକରି କେବେ ବି ହେଲେ ରାହୁ କେତୁଙ୍କର କୌଣସି ମୂର୍ତ୍ତି ଆପଣମାନେ ଘରେ ରଖନ୍ତୁ ନାହିଁ। ଆପଣମାନେ ଜାଣିଥିବେ ପ୍ରତ୍ୟେକ ସମୟରେ ଆପଣଙ୍କର ଜନ୍ମ କୁଣ୍ଡଳୀରେ କିଏ କୁହନ୍ତି ରାହୁ ଚାଲିଛନ୍ତି, କିଏ କୁହନ୍ତି କେତୁଙ୍କର କିଛି ଖରାପ ନଜର ଅଛି ଆପଣଙ୍କର ଜନ୍ମ କୁଣ୍ଡଳୀରେ। ଏମିତି ବହୁତ କିଛି ଲୋକମାନଙ୍କୁ ସମସ୍ୟା ଦେଇଥାନ୍ତି ରାହୁ ଏବଂ କେତୁ। ଆଉ ଶନିଙ୍କର ମଧ୍ୟ ବହୁତ ହାତ ରହିଥାଏ। ତ ସେଥିପାଇଁ ଆପଣମାନେ ଏଇ ରାହୁ ଆଉ କେତୁଙ୍କୁ କେବେ ବି ହେଲେ ଘରେ ରଖି ପୂଜା କରନ୍ତୁ ନାହିଁ। ଏହି ଦୁଇଟି ଭଗବାନ ବହୁତ ଆପଣମାନଙ୍କୁ ଅସୁବିଧାରେ ପକାଇ ପାରନ୍ତି ଯଦି ଆପଣମାନେ ଏମାନଙ୍କର ମୂର୍ତ୍ତି ଘରେ ଆଣିକି ରଖୁଛନ୍ତି। ତ ସେଥିପାଇଁ ଆପଣମାନେ ସାବଧାନ ହୋଇଯାଆନ୍ତୁ। କେବେ ବି ହେଲେ ଏମିତି ଭୁଲ କରନ୍ତୁ ନାହିଁ ଯେଉଁ ଭୁଲଟି ଆପଣଙ୍କୁ ଅସୁବିଧାରେ ପକାଇପାରେ। କାରଣ ଆପଣମାନେ କ'ଣ କରୁଛନ୍ତି ନା ଜାଣି ଜାଣିକିରି ବହୁତ ବଡ଼ ବଡ଼ ଭୁଲ କରୁଛନ୍ତି। ଆପଣଙ୍କର ମେନ୍ କଥା ହେଉଛି ନା ମନରେ ଭକ୍ତି ରହୁନାହିଁ, ଯାହାଦ୍ୱାରା କି ଆପଣଙ୍କର ସବୁବେଳ ପାଇଁ ଅସୁବିଧା ହେଉଛି, ଆପଣମାନେ ଦୁଃଖରେ ରହୁଛନ୍ତି। ଯଦି ଆପଣମାନେ ଖୁସିରେ ରହିବାକୁ ଚାହୁଁଛନ୍ତି, ଶାନ୍ତିରେ ରହିବାକୁ ଚାହୁଁଛନ୍ତି, ଜୀବନରେ କିଛି ଅସୁବିଧା ନ ଆସୁ ଚାହୁଁଛନ୍ତି, ତାହେଲେ ମେନ୍ କଥା ପ୍ରଥମ କଥା ହେଉଛି ଆପଣ ଯାହାକୁ ବି ପୂଜା କରୁଛନ୍ତି କରନ୍ତୁ, କିନ୍ତୁ ନିଜ ମନରେ ଭକ୍ତି ରଖିକିରି କରନ୍ତୁ। ଯଦି ନିଜ ମନରେ ଭକ୍ତି ଅଛି ତାହେଲେ ଆପଣମାନେ ଜୀବନରେ କେବେ ବି ହେଲେ ଦୁଃଖ ବୋଲି ଗୋଟେ ଜିନିଷ ଅନୁଭବ କରିପାରିବେ ନାହିଁ। ତ ସେଥିପାଇଁ ଆପଣମାନେ ଯାହାକୁ ବି ପୂଜା କରୁଛନ୍ତି କରନ୍ତୁ, ସେ ମହାଦେବଙ୍କୁ ପୂଜା କରନ୍ତୁ, ଜଗନ୍ନାଥଙ୍କୁ ପୂଜା କରନ୍ତୁ, ଯାହାକୁ ବି ଭଗବାନ ଯାହାକୁ ବି ଆପଣମାନେ ପୂଜା କରୁଛନ୍ତି ପୂଜା କରନ୍ତୁ, କିନ୍ତୁ ପ୍ରଥମତଃ ମନରେ ତୁମର ଭକ୍ତି ଥିବା ଦରକାର। ଯଦି ମନରେ ଭକ୍ତି ଭାବ ନାହିଁ ତାହେଲେ ତୁମେ ଯେତେ ଭଗବାନଙ୍କୁ ଭଲ ଭଲ ପ୍ରସାଦ ଲଗାଇଲେ ଲଗାଅ, ଯେତେ ଟଙ୍କା ଖର୍ଚ୍ଚ କଲେ କର, କିଛି ବି ଲାଭ ମିଳିବ ନାହିଁ। ତ ସେଥିପାଇଁ ସଦାସର୍ବଦା ମନରେ ଭକ୍ତି ରଖନ୍ତୁ। ଭକ୍ତିର ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଯଦି ତୁମେ ଭକ୍ତିରେ ଭଗବାନଙ୍କୁ ଡାକିବ ତାହେଲେ ଭଗବାନ ନିଶ୍ଚିନ୍ତ ଭାବରେ ତୁମ ଦୁଃଖ ଶୁଣିବେ, ତୁମ ଜୀବନରେ କେବେ ବି ହେଲେ କଷ୍ଟ ଆଣିବା ପାଇଁ ଦେବେ ନାହିଁ। କିନ୍ତୁ ତୁମ ମନରେ ହିଁ ସବୁବେଳେ ଖରାପ ରହୁଛି, ମନରେ ହିଁ ସବୁବେଳେ ପାପ ରହୁଛି, ତାହେଲେ ଭଗବାନ କେମିତି ତୁମକୁ ଭଲ ରାସ୍ତା ଦେଖାଇବେ? ଭଗବାନ କେମିତି ତୁମ ଜୀବନରେ ଭଲ ଦିନ ଆଣିବେ? ତ ସେଥିପାଇଁ ସବୁବେଳେ ଭଲ କଥା ଚିନ୍ତା କରନ୍ତୁ, ଲୋକମାନଙ୍କ ପାଇଁ ଭଲ ଚିନ୍ତା କରନ୍ତୁ, ଆଉ ଲୋକମାନଙ୍କୁ ଦାନ ଧର୍ମ କରନ୍ତୁ, ଆଉ ଭଗବାନଙ୍କର ପୂଜାରେ ସବୁବେଳେ ଭକ୍ତି କରନ୍ତୁ। ଦେଖିବେ ଜୀବନରେ କେବେ ବି ହେଲେ ଦୁଃଖ ଆସିବ ନାହିଁ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। କମେଣ୍ଟ ବକ୍ସରେ ଆପଣମାନଙ୍କର ମତାମତ ରଖିବେ। ଯଦି ଆପଣମାନେ ମୋ ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଥମ ଥର ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବରେ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।